କେନ୍ଦୁଜୁଆଣୀ ସାପ୍ତାହିକ ହାଟ ପଡ଼ିଆ ନିକଟରୁ ଅଧାପୋଡ଼ା ଶବ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା କେନ୍ଦୁଜୁଆଣୀ ସାପ୍ତାହିକ ହାଟରେ ପଡ଼ି ରହିଛି ଅଧାପୋଡ଼ା ଶବ। କେହି ଦୁର୍ବୃତ୍ତ ହତ୍ୟା ପରେ ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଠାକୁରମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା କେନ୍ଦୁଜୁଆଣୀଠାରେ ଗତକାଲି ସାପ୍ତାହିକ ହାଟ ବସିଥିଲା। ଉକ୍ତ ସମୟରେ ହାଟରେ ଲୋକଙ୍କ ଗହଳି ଥିବା ବେଳେ ସେମାନେ ଏକ ଅର୍ଦ୍ଧପୋଡ଼ା ମୃତଦେହ ଦେଖିବାକୁ ପାଇଥିଲେ। ମୃତ ବ୍ୟକ୍ତିଙ୍କୁ କେହି ଧାନନଡ଼ା ଦେଇ ପୋଡ଼ି ଦେଇଥିବାରୁ ତାଙ୍କୁ ସ୍ଥାନୀୟ ଲୋକମାନେ ଚିହ୍ନଟ କରିପାରିନଥିଲେ। ତେବେ ସକାଳୁ ଜଡ଼ବିଲ ଗ୍ରାମର ଶିବ ମହନ୍ତ ଘଟଣାସ୍ଥଳକୁ ଆସି ଶବକୁ ଚିହ୍ନଟ କରିବା ସହ ଏହା ତାଙ୍କ ସାନ ଭାଇ ଭଦ୍ରୁ ମହାନ୍ତ ବୋଲି ପ୍ରକାଶ କରିଥିଲେ। ତେବେ ସୂଚନା ପାଇ ଅତିରିକ୍ତ ପୋଲିସ ଆରକ୍ଷୀ ଅଧୀକ୍ଷକ ଶ୍ରୀ ନାରାୟଣ ନାୟକ, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ସୁବ୍ରତ କୁମାର ଘଟଣାର ତଦନ୍ତ କରିଥିବା ବେଳେ ସବିଶେଷ ଯାଞ୍ଚ ନିମନ୍ତେ ମୁଖ୍ୟାଳୟ ବାରିପଦାଠାରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ର ଯାଞ୍ଚ ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ତେବେ ଠାକୁରମୁଣ୍ଡା ଥାନା ଅଧିକାରୀ ମୃତ ଭଦ୍ରୁଙ୍କ ଦୁଇ ଝିଅଙ୍କୁ ଖବର ଦେଇଥିବା ମଧ୍ୟ ସୂଚନା ମିଳିଛି। ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଅନୁସନ୍ଧାନ ପରେ ସମସ୍ତ ତଥ୍ୟ ଜଣା